କୋଉଠୁ ଆସିଥିଲ କହିଲ ମା ଯେ ମେଡିସିନ ନେଲେ? ତମେ ବସ। କୋଉଠୁ ଆସିଥିଲ? ଫେସବୁକରୁ ମୁଁ ଖବର ପାଇକି ଆସିଲ। ଏ ଅଣ୍ଟା ହେଇଛି, ୟାର କିଛି ରିପୋର୍ଟ ଆଣିଥିଲେ କି? ରିପୋର୍ଟ ନାହିଁ। ତମ ସ୍ୱାମୀ ତମେ ଯେମିତି ବତେଇଲି ସେମିତି ସେବା କରିବ, ନିରାମିଷ ଭୋଜନ କରିବ, ଠାକୁରଙ୍କ ନାଁ ନେବ, ବୁଝିପାରିଲ? 5 ଦିନ ପରେ ମୋ ପାଖକୁ ପୁଣି ଆସିବ ହେଲା। ତମେ ତ ଖାଇକି ଭଲ ହବ, ଅଲଗା 2-4 ଜଣଙ୍କୁ ଜଣେଇଲେ ତମର ଭଗବାନ ମଙ୍ଗଳ କରିବେ। ଏଠିକି ମନ୍ଦିରକୁ ଆସିଛ, ମୁଁ ଯେମିତି ଔଷଧ ବତେଇଲି ଆଗରୁ କେମିତି ବତେଇଥିଲା? କେବେ ବତେଇଥିଲା କି ଏମିତି ଜଡ଼ିବୁଟି? ସମ୍ପୂର୍ଣ୍ଣ ରୂପରେ ନିରୋଗୀ ହବ। ଜୀବନରେ କେବେ ବି ଡାଇବେଟିସ୍ ହବନି, ଡାଇବେଟିସ୍ ସୁଗାର ହବନି, କି ଗ୍ୟାଷ୍ଟ୍ରିକ୍ ହବନି, ବିପି ବି ହବ ନାହିଁ। ଯେମିତି କହିଥିଲି ଲାଷ୍ଟକୁ କ୍ୟାନ୍ସର ବି ହବନି, ପ୍ରତିଦିନ ଯଦି ତାକୁ ସେବନ କରୁଥିବ ହେଲା। ନିରାମିଷ ଭୋଜନ କରିବ, ଠାକୁରଙ୍କ ନାମ ନବ। ଥରେ ଜୟ ଶ୍ରୀରାମ କହିଦିଅ ଭାଇ, ଟିକେ ସମସ୍ତେ କହିଦେଲ। ହଉ, ନିରାମିଷ ଭୋଜନ କରିବ ଭାଇ ସମସ୍ତେ। ଯେହେତୁ ତମେ ମନ୍ଦିରକୁ ଆସିଛ, ଆମର ନୀତି ନିୟମ ହେଲା ନିରାମିଷ ଭୋଜନ କରିବ, ଠାକୁରଙ୍କ ନାମ ନେବ, ରୋଗ ସେଥିରେ ଅଧା ପଳେଇବ। ଆଉ କିଛି ଜଡ଼ିବୁଟି ମୁଁ ଦେବି, ସମ୍ପୂର୍ଣ୍ଣ ରୂପରେ ଭଲ ହେବ। ଯେକୌଣସି ରୋଗ ହେଇଥାଉ କେବେ ଅପରେସନ୍ କରିବନି, ଭଲ ଡକ୍ଟରକୁ ଦେଖେଇକିରି ରୋଗ ଚିହ୍ନିକି ମୋ ପାଖକୁ ଆସିବ ହେଲା। ଜୟ ଶ୍ରୀରାମ ଟିକେ କହିଦିଅ।